ଆଜି ଆମେମାନେ ପାଦ ହସ୍ତାସନ ସମ୍ପର୍କରେ ଆଲୋଚନା କରି ଦେଖିବା। ସେହି ପାଦ ହସ୍ତାସନ ଆମମାନଙ୍କର ଶରୀରରେ କ'ଣ କ'ଣ ଉପକାର କରିଥାଏ, ତାହା କରିବା ଦ୍ୱାରା ଆମେମାନେ କ'ଣ ଉପକାର ପାଇଥାଉ, ସେହି ସମ୍ପର୍କରେ ଆଲୋଚନା କରି ଦେଖିବା। ଜାଣିଲା ପରେ ଏହି ପାଦ ହସ୍ତାସନ ଆମେ ଅଭ୍ୟାସ କରିବାକୁ ନିହାତି ଭୁଲିବା ନାହିଁ। ଯଦିଓ ଆମେମାନେ ଏହି ପାଦ ହସ୍ତାସନକୁ ଅଭ୍ୟାସ କରିବା, ତାହେଲେ ଆମେମାନେ ଏହି ପାଦ ହସ୍ତାସନର ଶକ୍ତିକୁ ପ୍ରାପ୍ତ କରି ଆମ ଶରୀରରେ ଅନେକ ପ୍ରକାର ରୋଗକୁ ଦୂର କରିପାରିବା। ଉଦର ସକାଶେ ଏହି ଆସନ ଅତ୍ୟନ୍ତ ଉପଯୋଗୀ। ଉଦର ସକାଶେ ଏହି ଆସନ ଅତ୍ୟନ୍ତ ଉପଯୋଗୀ। ଏହାଦ୍ୱାରା ଜଠରାଗ୍ନି ଅତ୍ୟନ୍ତ ତେଜିଆନ ହୋଇଥାଏ, ପେଟକୁ ଶୀତଳ ରଖେ, ଶରୀରରେ ଥିବା ଚର୍ବି ଅଂଶ ନଷ୍ଟ ହୋଇଥାଏ, ଅଜୀର୍ଣ୍ଣ, ମନ୍ଦାଗ୍ନି, କୋଷ୍ଠବଦ୍ଧତା, ଉଦରଶୂଳ, ଅଣ୍ଟା ବ୍ୟଥା, ମୂତ୍ରକୃଶ୍ଚ ରୋଗ ସବୁ ସମୂଳେ ନଷ୍ଟ ହୋଇଯାଏ। ଯକୃତ ଓ ପ୍ଳୀହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ। ଏହି ଆସନ ସହଜସାଧ୍ୟ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଉପକାର କରିଥାଏ। ବିଧି: ଭୂମିରେ ପାଦଦ୍ୱୟ ସଂଲଗ୍ନ କରି ଛିଡ଼ା ହୋଇଯାଆନ୍ତୁ। ତାପରେ ଧୀରେ ଧୀରେ ମୁଣ୍ଡକୁ ତଳକୁ କରି ନୁଆଁଇ ଦୁଇ ହାତରେ ପାପୁଲିକୁ ଭୂଇଁରେ ସ୍ଥାପନ କର। ଶ୍ୱାସକୁ ପଦାକୁ ବାହାର କରିନେଇ ପେଟକୁ ଭିତର ପଟକୁ ଟାଣ ଓ ମୁଣ୍ଡକୁ ଆଣ୍ଠୁରେ ଲଗାଇବା ପାଇଁ ଚେଷ୍ଟା କର। ଗୋଡ଼ ଦୁଇଟି ସରଳ ହୋଇ ରହିବା ଆବଶ୍ୟକ। ତାପରେ ଶ୍ୱାସର ଗତିକୁ ସାଧାରଣ ଭାବେ ଯାତାୟତ କରିବାକୁ ଦିଅନ୍ତୁ। ହଁ ଆଜ୍ଞା, ମୋତେ ଆଗ୍ରହ ଏବଂ ଉତ୍ସାହିତ କରିବା ପାଇଁ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କୁ ମୋର ବିନୀତ ଅନୁରୋଧ। ଓମ୍ ଶାନ୍ତି।